ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ତ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ଅପସନାଲ ଓଡ଼ିଆ ଅଛି ପିଲାମାନେ ଯୋଉମାନଙ୍କର ଅପସନାଲ ଓଡ଼ିଆ ଅଛି ତ ସେମାନଙ୍କ ପାଇଁ ନେକ୍ସଟ ଆଧ୍ୟାତ୍ମିକ ଭିତର ସବୁ MCQ କ୍ୱେଶ୍ଚିନ୍ ଆନ୍ସର ତ ଚାଲ ଆମେ ଷ୍ଟାର୍ଟ କରିବା ଆଧ୍ୟାତ୍ମିକ ଭିତର କଣ ସବୁ MCQ ରହିଛି ତ ଆମେ 20 କି 25ଟା MCQ ଆଲୋଚନା କରିବା ତ ଚାଲ ଆମେ ଷ୍ଟାର୍ଟ କରିବା ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ ପାଇଁ ଲାଇକ୍ ସେୟାର କରିଦେବ। ତ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି ଆଧ୍ୟାତ୍ମିକ ଲେଖକ କିଏ ନା ରତ୍ନାକର ପତି। ତ ପ୍ରଥମ କ୍ୱେଶ୍ଚିନ୍ କଣ ଦେଇଛି ନା ପ୍ରାବନ୍ଧିକ ପତି ରଚନା କରିଥିବା ପ୍ରବନ୍ଧ ଗୁଡ଼ିକ ଯେଉଁ ଗ୍ରନ୍ଥରେ ସଂକଳିତ ହୋଇଛି ତାର ନାମ କଣ? ଜୀବନ ବିଦ୍ୟାଳୟ, ପ୍ରବନ୍ଧ ପ୍ରକାଶ, ବିଶ୍ୱକୁ କଣ ନା ଗବାକ୍ଷ, ପ୍ରବନ୍ଧ ସୌରଭ। କଣ ହବ ନା ପ୍ରବନ୍ଧ ପ୍ରକାଶ। କଣ ନା ପ୍ରବନ୍ଧ ପ୍ରକାଶ। ପରବର୍ତ୍ତୀ କ୍ୱେଶ୍ଚିନ୍ କଣ ଦେଇଛି ଦେଖିବା ଯେଉଁ ଦୁଃଖ କେବଳ ଭୋକ୍ତାର ଦେହ ମନରୁ ଜାତ ହୁଏ ତାହା କେଉଁ ଦୁଃଖ? ଆଧି ଦୈବିକ ଦୁଃଖ, ଆଧି ଭୌତିକ ଦୁଃଖ, ଆଧ୍ୟାତ୍ମିକ ଦୁଃଖ କେଉଁଠି ନୁହେଁ। କଣ ହବ ନା ଆଧ୍ୟାତ୍ମିକ। କଣ ନା ଆଧ୍ୟାତ୍ମିକ ଦୁଃଖ। ନେକ୍ସଟ ଦେବତା ବା ଦେବୀ ଶକ୍ତି ହେତୁ ଯେଉଁ ଦୁଃଖ ଘଟେ ତାହା କେଉଁ ପ୍ରକାର ଦୁଃଖ? ଆଧି ଦୈବିକ, ଆଧି ଭୌତିକ, ଆଧ୍ୟାତ୍ମିକ କେଉଁଠି ନୁହେଁ। କଣ ହବ ନା ଆଧି ଦୈବିକ। କଣ ନା ଆଧି ଦୈବିକ। ନେକ୍ସଟ ବିଶ୍ୱର ମୂଳରେ ଅଦ୍ୱିତୀୟ ଚିତ୍ ଶକ୍ତି ବିଦ୍ୟମାନ ରହି ଯାବତୀୟ ବିଭାଗରେ ପ୍ରକାଶମାନ ହେଉଥିବା ମତକୁ କଣ ବୋଲି କହିବାକୁ ହେବ? ଆଧି ଭୌତିକ, ଆଧି ଦୈବିକ, ଆଧ୍ୟାତ୍ମିକ, ଜଡ଼ାତ୍ମକ। କଣ ହବ ନା ଆଧ୍ୟାତ୍ମିକ। ନେକ୍ସଟ କେଉଁ ମହାନ ଶିଷ୍ୟ ଗୁରୁଙ୍କ ଦ୍ୱାରା ଗୁରୁକୁଳରେ ନାନା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ? ଆରୁଣୀ, ଧୌମ୍ୟ, ଉଦ୍ଦାଳକ, ସନକ। କଣ ହବ ନା ଆରୁଣୀ। କଣ ନା ଆରୁଣୀ। ନେକ୍ସଟ ଜୀବନର ଲକ୍ଷ୍ୟ କାହା ଉପରେ ପର୍ଯ୍ୟବସିତ ହେବା ଉଚିତ ବୋଲି ପ୍ରାବନ୍ଧିକ ମତ ପ୍ରକାଶ କରିଛନ୍ତି? ଇନ୍ଦ୍ରିୟ ସୁଖ, ଭୋଗ ବିଳାସ, ଇନ୍ଦ୍ରିୟ ସଂଯମ, ଭୌତିକ ଚେତନା ଯୁକ୍ତ। ତ କଣ ହବ ନା ଇନ୍ଦ୍ରିୟ ସଂଯମ। କଣ ନା ଇନ୍ଦ୍ରିୟ ସଂଯମ। ନେକ୍ସଟ ଜନକ ଯାଜ୍ଞବଲ୍କ୍ୟ ସମ୍ବାଦ କେଉଁ ଉପନିଷଦର ଅନ୍ତର୍ଗତ? କଠୋପନିଷଦ, ବୃହଦାରଣ୍ୟକ ଉପନିଷଦ, ମୈତ୍ରେୟ ଉପନିଷଦ, ମଣ୍ଡୁକ ଉପନିଷଦ। କଣ ହବ ନା ବୃହଦାରଣ୍ୟକ ଉପନିଷଦ। ନେକ୍ସଟ ପ୍ରଭୁଙ୍କୁ ଖାଦ୍ୟ ସମର୍ପଣ କରି ଭାରତବାସୀ କେଉଁ ରୂପରେ ଗ୍ରହଣ କରୁଥିଲେ? ଉଚ୍ଛିଷ୍ଟ, ଅନ୍ନ, ଭୋଜନ, ପ୍ରସାଦ। କଣ ହବ ପିଲାମାନେ ନା ପ୍ରସାଦ। କଣ ନା ପ୍ରସାଦ। ନେକ୍ସଟ ସ୍ୱଧର୍ମେ ନିଧନଂ ଶ୍ରେୟଂ ପରଧର୍ମ ଭୟାବହ ଏହି ଉକ୍ତି କେଉଁ ଗ୍ରନ୍ଥରୁ ଉଦ୍ଧୃତ? ଭଗବତ ଗୀତା, କପିଳ ସଂହିତା, ମନୁସ୍ମୃତି ନା ରାମାୟଣ? କଣ ହବ ନା ଭଗବତ ଗୀତା। ନେକ୍ସଟ ଆଧ୍ୟାତ୍ମିକ ଭାରତ ଆଧୁନିକ ମାନବ ଜାତି ପ୍ରତି ଏକ ସ୍ପୃହଣୀୟ ଆଦର୍ଶ ବୋଲି କିଏ ପୃଥିବୀ ସମକ୍ଷରେ ପ୍ରଚାର କରିଛନ୍ତି? ଦୟାନନ୍ଦ ସରସ୍ୱତୀ, ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ନିଗମାନନ୍ଦ। କିଏ ପିଲାମାନେ ନା ବିବେକାନନ୍ଦ। କିଏ ନା ବିବେକାନନ୍ଦ। ନେକ୍ସଟ ସ୍ୱଧର୍ମେ ନିଧନଂ ଶ୍ରେୟଃ ଡ୍ୟାଶ ଭୟାବହ ପରଧର୍ମ ପରପାପଃ ପରୋପକାର ପରକର୍ମ। କଣ ନା ପରଧର୍ମ। କଣ ନା ପରଧର୍ମ। ନେକ୍ସଟ ଆର୍ଯ୍ୟମାନଙ୍କ କଣ୍ଠରୁ ଦିବ୍ୟ ଗୀତିକା ପ୍ରଥମେ କେଉଁ ନଦୀ କୂଳରେ ପ୍ରକାଶ ପାଇଥିଲା? ବ୍ରହ୍ମପୁତ୍ର, ଗଙ୍ଗା, ଯମୁନା, ସରସ୍ୱତୀ। କଣ ହବ ନା ସରସ୍ୱତୀ। କଣ ନା ସରସ୍ୱତୀ। ନେକ୍ସଟ ଶିଶୁମାନେ ଗୁରୁମାନଙ୍କର ସନ୍ତୋଷ ଭାଜନ ହେଲେ କଣ ଲାଭ କରିବାକୁ ସକ୍ଷମ ହୁଅନ୍ତି? ବେଦ ଜ୍ଞାନ, ବ୍ରହ୍ମଜ୍ଞାନ, ସାଧାରଣ ଜ୍ଞାନ, କଣ ନା ଦୈବ ଜ୍ଞାନ। ତ କେଉଁ ଜ୍ଞାନ ନା ବ୍ରହ୍ମ ଜ୍ଞାନ। କଣ ନା ଅପସନ କ ହେଇଯିବ ବ୍ରହ୍ମ ଜ୍ଞାନ। ନେକ୍ସଟ
କାହା ଦ୍ୱାରା ପ୍ରତିପାଦିତ ହୋଇଅଛି ଯେ ବ୍ରହ୍ମଶକ୍ତି ହିଁ ବିଶ୍ୱର ମୂଳ ପଦାର୍ଥ, ମୂଳ କାରଣ? ବେଦାନ୍ତ ଦର୍ଶନ, ସାଂଖ୍ୟ ଦର୍ଶନ, ପୁରାଣ ଶାସ୍ତ୍ର, ଶ୍ରୀମଦ୍ ଭଗବତ ଗୀତା। କଣ ହବ ନା ବେଦାନ୍ତ ଦର୍ଶନ। କଣ ନା ବେଦାନ୍ତ ଦର୍ଶନ। ନେକ୍ସଟ, ଭକ୍ତି ସମନ୍ୱିତ ଜ୍ଞାନର ସାଧକ ନ ହେଲେ କର୍ମ କେଉଁଥିରେ ପରିଣତ ହୁଏ? କୁକର୍ମ, ଅକର୍ମ, ସୁକର୍ମ, ଅପକର୍ମ। କଣ ପିଲାମାନେ ହବ ନା ହବ ଅକର୍ମ। କଣ ନା ଅକର୍ମ। ନେକ୍ସଟ, ମହତୀ ଦେବତା ରୂପେ ରାଷ୍ଟ୍ରର ବ୍ୟକ୍ତିମାନଙ୍କ ଚକ୍ଷୁରେ କିଏ ପରିଚିତ? ସେନାପତି, ମନ୍ତ୍ରୀ, ପ୍ରଜା, ରାଜା। କିଏ ପରିଚିତ ପିଲାମାନେ? ନା ରାଜା। କିଏ ନା ରାଜା। ନେକ୍ସଟ, ପ୍ରାଚୀନ ଭାରତର ବ୍ୟକ୍ତି କେଉଁମାନଙ୍କୁ ସ୍ନାନ ଜଳରେ ଆରମ୍ଭ କରି ସ୍ନାନ କରୁଥିଲେ? ଗଙ୍ଗାଦି ତୀର୍ଥମାନଙ୍କୁ, ଦେବତାମାନଙ୍କୁ, ରାଜାମାନଙ୍କୁ, ହିମାଳୟ ଆଦି କଣ ନା ପର୍ବତ ମାନଙ୍କୁ। କାହାକୁ ନା ହବ ଗଙ୍ଗାଦି ତୀର୍ଥ ମାନଙ୍କୁ। କାହାକୁ ନା ଗଙ୍ଗାଦି ତୀର୍ଥ ମାନଙ୍କୁ। ନେକ୍ସଟ, ଚତୁର୍ବର୍ଣ୍ଣ ପ୍ରସଙ୍ଗ କେଉଁ ବେଦରୁ ଜଣାପଡେ? ଯଜୁର୍ବେଦ, ଅର୍ଥବେଦ, ଋଗ୍ବେଦ, ସାମବେଦ। କଣ ହବ ନା ଋଗ୍ବେଦ। କଣ ନା ଋଗ୍ବେଦ। ନେକ୍ସଟ, ଆଧ୍ୟାତ୍ମିକ ଭିତ୍ତିରେ କାହାର କଣିକା ପାଇଁ ମହାତ୍ମା ଗାନ୍ଧୀ କ୍ଷେତ୍ର ଖୋଲି ଦେଇଛନ୍ତି? ଆତ୍ମବଳ, ଆତ୍ମବିଶ୍ୱାସ, ଆତ୍ମମର୍ଯ୍ୟାଦା, ଆତ୍ମଧର୍ମ। କଣ ହବ ନା ହବ ଆତ୍ମବଳ। କଣ ନା ଆତ୍ମବଳ। ନେକ୍ସଟ, ବେଦାନ୍ତ ଦର୍ଶନ ଓ ସାଂଖ୍ୟ ଦର୍ଶନରେ ଦୁଃଖକୁ କେତେ ଶ୍ରେଣୀ ବିଭକ୍ତ କରାଯାଇଛି? 2, 5, 3, 4। କେତେ ଶ୍ରେଣୀ ବିଭକ୍ତ କରାଯାଇଛି? ନା 3। କଣ ହବ ନା 3। ନେକ୍ସଟ, ପ୍ରାଚୀନ ଭାରତର କେଉଁ କ୍ଷେତ୍ରରେ ଆଧ୍ୟାତ୍ମିକତା ମୂଳମନ୍ତ୍ର ରୂପେ ବିଦ୍ୟମାନ? ପୌରାଣିକ, ଅର୍ଥନୈତିକ, ନୈତିକ, ସାମାଜିକ। କଣ ହବ ପିଲାମାନେ ନା ନୈତିକ। କଣ ନା ନୈତିକ। ନେକ୍ସଟ, ଗୀତାର କେଉଁ ଅଧ୍ୟାୟରେ ଶ୍ରୀକୃଷ୍ଣ ଆପଣଙ୍କୁ ବିଦ୍ୟାମାନଙ୍କ ମଧ୍ୟରେ ଆଧ୍ୟାତ୍ମ ବିଦ୍ୟା ବୋଲି କହିଛନ୍ତି? ଦଶମ, ପ୍ରଥମ, ଚତୁର୍ଥ, ଏକାଦଶ। କଣ ହବ ନା ଦଶମ। କଣ ନା ଦଶମ। ନେକ୍ସଟ, ଆଦି ମାନବ ନିଜକୁ କଣ କହି ସମାଜ ତଥା ଜାତିର ଅକଲ୍ୟାଣ କରୁଛି? ସ୍ରଷ୍ଟାଃ, ଭ୍ରାତାଃ, ପିତାଃ, କର୍ତ୍ତାଃ। କଣ ପିଲାମାନେ ନା କର୍ତ୍ତାଃ। କଣ ନା କର୍ତ୍ତାଃ। ନେକ୍ସଟ, କାହାକୁ ସନ୍ତୁଷ୍ଟ କରି ବ୍ୟାସଦେବ ବିରାଟ ପୁରାଣ ସୃଷ୍ଟି କରିଥିଲେ? ବାଗ୍ଦେବୀ, ଭଗବାନ ବିଷ୍ଣୁ, ମହାଲକ୍ଷ୍ମୀ, ମହାସୁର। କାହାକୁ ନା ବାଗ୍ଦେବୀ। କାହାକୁ ନା ବାଗ୍ଦେବୀ। ଶେଷ କ୍ୱେଶ୍ଚିନ୍ ପିଲାମାନେ 25ଟି। ଚତୁର୍ବର୍ଣ୍ଣ୍ୟଂ ମହାସୃଷ୍ଟଂ ଗୁଣକର୍ମଂ ବିଭାଗସ୍ୟ ଏହି ଉକ୍ତି କେଉଁଥିରୁ ଉଦ୍ଧାର କରାଯାଇଛି? ମହାଭାରତ, ଗୀତା, କପିଳ ସଂହିତା, ରାମାୟଣ। କଣ ନା ଗୀତା। ତ ପିଲାମାନେ ତମମାନଙ୍କର ଥିଲା ଅପସନାଲ ଓଡ଼ିଆର ଆଧ୍ୟାତ୍ମିକ ଭିତ୍ତିର କ୍ୱେଶ୍ଚିନ୍ ଆନ୍ସର। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।